ଆକାଶରୁ ଖସୁଛି ନିଆଁ, ଧରାପୃଷ୍ଠ ଲାଗୁଛି ଆଉ ଏକ ନର୍କ ଭଳି। ଓଡ଼ିଶାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜଳୁଛି। ସେଠି ପାରଦ 45ରୁ 48 ଡିଗ୍ରୀ ମଧ୍ୟରେ ଘୁରି ବୁଲୁଥିବା ବେଳେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇପଡ଼ିଛି। ସୂର୍ଯ୍ୟଙ୍କ ପ୍ରଖର କିରଣରେ ଘରୁ ବାହାରିବା ମାତ୍ରେ ଶରୀରରେ ଅନୁଭୂତ ହେଉଛି ନିଆଁର ଝାସ। ଚଳିତ ବର୍ଷ ଅଂଶୁଘାତ ଜୀବନ ନେଲାଣି। ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁସାରେ ଅଂଶୁଘାତ ଆଶଙ୍କା ଘନୀଭୂତ ହେଉଛି। ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବଢ଼ୁଛି ସତ, ହେଲେ ତାତିର ମାତ୍ରା ଆଗକୁ ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ବିଦ୍ୟୁତ୍ କାଟ ଓ ପାନୀୟ ଜଳର ଅଭାବ ଏହି ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ସହରବାସୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ଟିଟିଲାଗଡ଼ବାସୀଙ୍କ ପାଇଁ ଏବେ ସବୁଠୁ ବଡ଼ ଶତ୍ରୁ ପାଲଟିଛି ପ୍ରଚଣ୍ଡ ଖରା। ଗତ ଗୋଟିଏ ସପ୍ତାହ ମଧ୍ୟରେ ସହର ତାପମାତ୍ରା 44 ଡିଗ୍ରୀରୁ 48 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଛି। ପ୍ରଶାସନିକ ରେକର୍ଡ ତୁଳନାରେ କଂକ୍ରିଟ ଜଙ୍ଗଲ ପାଲଟିଥିବା ସହରରେ ଅନୁଭୂତ ହେଉଥିବା ତାପମାତ୍ରା ଆହୁରି ଅଧିକ। ଏହି ସ୍ଥିତିରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାର ଏସ୍ଡିଏମ୍ ଡକ୍ଟର ପ୍ରଦୀପ କୁମାର ନାୟକ ଜନସାଧାରଣଙ୍କୁ ସତର୍କ ରହିବାକୁ ସମ୍ପୂର୍ଣ୍ଣ ଭାବରେ ପରାମର୍ଶ ଦେଇଛନ୍ତି। ଘରୁ ବାହାରିବା ସମୟରେ ପାଣି ବୋତଲ, ଛତା ଏବଂ ଥଣ୍ଡା ପାନୀୟ ସାଥିରେ ରଖିବାକୁ କୁହାଯାଉଛି। ସହରରେ ବଢ଼ୁଥିବା ଅଂଶୁଘାତ ରୋଗୀଙ୍କ ସଂଖ୍ୟାକୁ ଦେଖିଲେ ଏହି ତାତିକୁ ହାଲକା ଭାବେ ନ ନେବାକୁ ଚେତାବନୀ ଦିଆଯାଇଛି। ତେବେ ଆଗକୁ ସ୍ଥିତି ଆହୁରି ବିଗିଡ଼ି ଯାଇପାରେ। ତେବେ ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ। ସାର୍ ବର୍ତ୍ତମାନ ଟିଟିଲାଗଡ଼ ସହରରେ ଅତ୍ୟଧିକ ତାତି ହେଉଛି। ପାରଦ ପାଖାପାଖି 40 ଡିଗ୍ରୀ ହେଲାଣି। ଟିଟିଲାଗଡ଼ରେ ଅଂଶୁଘାତ ଜନିତ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଚର୍ଚ୍ଚା ବି ହେଉଛି। ଅଭିଯୋଗ ବି ସରକାରୀ ସ୍ତରରେ ବି ସୂଚନା ଦିଆଯାଇଛି। କ'ଣ ରହିଛି ତ? ହଁ, କାଲି ଗୋଟେ ଅଂଶୁଘାତ ଜନିତ ଜଣଙ୍କର ମୃତ୍ୟୁ ହେଇଛି। ଆଉ ସେ ହସ୍ପିଟାଲ ବାହାରେ ପଡ଼ିଥିଲା। ଆଉ ତାର ପୋଷ୍ଟମର୍ଟମ୍ କରିବାରୁ ଜଣାପଡ଼ିଲା ଯେ ସେ ଅଂଶୁଘାତରେ ହିଁ। କିନ୍ତୁ ରୋଗୀଟା କେଉଁଥିର କ'ଣ ତାକେ ପରିଚୟ ମିଳୁଛି? ସେ ବିଷୟରେ ଏବେ ପର୍ଯ୍ୟନ୍ତ ଜଣାପଡ଼ିନି। ସାର୍ ଟିଟିଲାଗଡ଼ କିଭଳି ଭାବେ ତାତି ଦେଇଛି ଏବଂ ତାତିର ମୁକାବିଲା ମାନେ ଅଂଶୁଘାତରେ ପୀଡ଼ିତ ତାଙ୍କ ପାଖରେ କ'ଣ କ'ଣ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି? କ'ଣ ନାଇଁ, ଆମର ଅଂଶୁଘାତ ରୁମ୍ ଅଛି, ସନଷ୍ଟ୍ରୋକ୍ ରୁମ୍ ଅଛି। ସନଷ୍ଟ୍ରୋକ୍ ରୁମ୍ରେ 7ଟା ବେଡ଼୍ ଅଛି, 2ଟା AC ଲାଗିଛି, ଗୋଟେ କୁଲର ବି ଲାଗିଛି, ପାଣିର ବ୍ୟବସ୍ଥା ବି ଅଛି। ସେପାରେଟ୍ ଆଲମିରାରେ ସେପାରେଟ୍ ହିସାବରେ ମେଡ଼ିସିନ ପତ୍ର ଯାହା ଦରକାର ସବୁ ରଖା ହେଇଛି। ଆଉ ସିଷ୍ଟରମାନେ 24 ଆୱାର୍ସ ପେସେଣ୍ଟମାନଙ୍କୁ ସେବା ଦେଉଛନ୍ତି। ଯେହେତୁ ସାର୍ ଜଣଙ୍କର ମୃତ୍ୟୁ ଘଟିଲାଣି, ଆପଣ ଅନ୍ୟ ଲୋକଙ୍କୁ କ'ଣ ମାନେ ସଚେତନ କରିବେ, କ'ଣ ବାର୍ତ୍ତା ଦେବେ ଯେ ଟିଟିଲାଗଡ଼ କିଭଳି ଭାବେ ତାତି ରହୁଛି, ତାତିରୁ ରକ୍ଷା ପାଇବେ କ'ଣ କ'ଣ ପନ୍ଥା ଅବଲମ୍ବନ କରିବେ, କ'ଣ ବାର୍ତ୍ତା ଦେବେ? ଆମେ ଯେହେତୁ ଖରା ଅତି ପ୍ରବଳ ଅଛି, ତେଣୁ ଆମେ ଘରୁ ବାହାରିଲା ବେଳେ ପାଣି ପିଇକି ବାହାରିବା କଥା। ତା ସାଙ୍ଗରେ ପାଣି ଧରିକି ଯିବା କଥା। ଯଦି ସମ୍ଭବ ତାହେଲେ ORS ନେଇକି ଯିବା କଥା, କିମ୍ବା ଲେମ୍ବୁ ପାଣି କିମ୍ବା ଅନ୍ୟାନ୍ୟ ପାନୀୟ ଜିନିଷ ନେଇକି ସାଙ୍ଗରେ ଯିବା କଥା। ଯେତେବେଳେ ବି ଶୋଷ ହେଉଛି ବାରମ୍ବାର ପିଇବା କଥା। ଆଉ ମୁଣ୍ଡକୁ ଦେହକୁ ସବୁବେଳେ ଢାଙ୍କିକି ରଖିବା କଥା। ଛତା ଧରିକି ଯିବା କଥା, ଇତ୍ୟାଦି ସବୁ କରିବା କଥା।